ଓଡ଼ିଶାର ବାଲେଶ୍ୱର ସହର। ଏଠାରେ ଏମିତି ଏକ ଜଗନ୍ନାଥ ମନ୍ଦିର ଅଛି ଯାହା ଦେଖିବାକୁ ତ ପୁରୀ ଶ୍ରୀମନ୍ଦିର ପରି, କିନ୍ତୁ ଏହାର ନିର୍ମାଣ ଶୈଳୀ ଏବଂ ଏଠାରେ ଥିବା କିଛି ଖାସ୍ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କାହିଁକି ଏହାକୁ କୁହାଯାଏ ନୂତନ ଯୁଗର କଳାକୃତି। ଜୟ ଜଗନ୍ନାଥ। ଆଜିର ଆଉ ଗୋଟିଏ ନୂତନ ଅଧ୍ୟାୟରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋର ଏହି ଚ୍ୟାନେଲର ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିବେ କିଭଳି ଭାବରେ ଆମର ହୋମ୍ ଟାଉନ୍ କେନ୍ଦ୍ରାପଡ଼ାରୁ ବାହାରି ମୁଁ ଆସି ପଞ୍ଚଲିଙ୍ଗେଶ୍ୱରରେ ପହଞ୍ଚିଥିଲି, ମହାପ୍ରଭୁଙ୍କ ଦର୍ଶନ କରିଥିଲି। ଯେଉଁମାନେ ସେ ଭିଡ଼ିଓଟି ଦେଖିନାହାନ୍ତି ତ ମୋ ଚ୍ୟାନେଲ ଭିଜିଟ୍ କରିକି ସେ ଭିଡ଼ିଓଟି ଦେଖିପାରିବେ। ତ ପଞ୍ଚଲିଙ୍ଗେଶ୍ୱରରୁ ମାତ୍ର 20 କିଲୋମିଟର ଦୂରରେ ସେଇ ବାଲେଶ୍ୱରରେ ଗୋଟେ ଇମାମି ଜଗନ୍ନାଥ ମନ୍ଦିରଟି ଅଛି, ଯାହାକି ବହୁତ ସୁନ୍ଦର ମନ୍ଦିରଟିଏ, ଯାହାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତମାନେ ଆସିଥାନ୍ତି। ତ ମୁଁ ସେଇଠୁ ଡିସିସନ୍ ନେଇଥିଲି ସେ ମନ୍ଦିରଟି ଆପଣମାନଙ୍କୁ ଏଇ ଚ୍ୟାନେଲ ମାଧ୍ୟମରେ ଦେଖେଇବି ବୋଲି। ତ ମୋର ଆଜିର ଏଇ ବ୍ଲଗ୍ଟି ସେଇ ମନ୍ଦିରକୁ ନେଇ। ଖୁବ୍ କମ୍ ସମୟ ଭିତରେ ମୁଁ ମନ୍ଦିର ପାଖରେ ପହଞ୍ଚି ଯାଇଥିଲି। ଖରା ବି ପ୍ରବଳ ହେଉଥାଏ, ତ ସେଠି କିଛି ସମୟ ରେଷ୍ଟ ନେଇ ଏଣ୍ଟ୍ରି କଲି ମେନ୍ ଗେଟ୍ ଭିତରକୁ। ସାଧାରଣତଃ ଆମେ ପଥର ଖୋଦେଇ କାମ ବହୁତ ପୁରୁଣା ମନ୍ଦିରରେ ଦେଖିବାକୁ ପାଉ, କିନ୍ତୁ ଇମାମି ଜଗନ୍ନାଥ ମନ୍ଦିର ପ୍ରତିଟି କାନ୍ଥ କିଛି ଅଲଗା କହେ। ଏଠାରେ ଥିବା କଳାକୃତି କେବଳ ଭକ୍ତି ନୁହେଁ, ବରଂ ବିଜ୍ଞାନ ଏବଂ ବାସ୍ତୁର ଏକ ଅଦ୍ଭୁତ ସମନ୍ୱୟ। ଏଠାକାର ଶାନ୍ତି ପରିବେଶ ମଧ୍ୟରେ ମଧ୍ୟ ଏକ ଅଜଣା ଶକ୍ତିର ଅନୁଭବ କରିପାରିବେ ଆପଣମାନେ। ମନ୍ଦିର ଭିତରକୁ ଗଲେ ଆପଣଙ୍କୁ ଲାଗିବ ଆପଣ ଏକ ଭିନ୍ନ ଦୁନିଆକୁ ଚାଲି ଆସିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ଯେଉଁ ଅନୁଭୂତି ହୁଏ ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ତ ଡେରି ନକରି ଚାଲନ୍ତୁ ଫଟାଫଟ ଭିତରକୁ ପ୍ରବେଶ କରିବା। ଇମାମି ଜଗନ୍ନାଥ ମନ୍ଦିର କେବଳ ଯେ ବାଲେଶ୍ୱରର ଗର୍ବ ତାହା ନୁହେଁ, ବରଂ ଏହା ଆଧୁନିକ ଓଡ଼ିଶାର ଏକ ଶ୍ରେଷ୍ଠ ଉଦାହରଣ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଠାକୁ ଆସିନାହାନ୍ତି, ତେବେ ଆପଣମାନେ ବହୁତ ବଡ଼ ଭୁଲ କରିଛନ୍ତି ବା ବହୁତ କିଛି ମିସ୍ କରୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ମନ୍ଦିରଟି କୌଣସି ସାଧାରଣ ସିମେଣ୍ଟ ବା କଂକ୍ରିଟର ଚମତ୍କାର ନୁହେଁ। ଏହାକୁ ନିର୍ମାଣ କରିବା ପାଇଁ ରାଜସ୍ଥାନରୁ ସ୍ୱତନ୍ତ୍ର ଧଳା ବାଲି ପଥର ଅଣାଯାଇଥିଲା। କିନ୍ତୁ ପ୍ରଶ୍ନ ଉଠେ, ଓଡ଼ିଶାରେ ପଥରର ଅଭାବ ନଥିବା ସତ୍ତ୍ୱେ ଏତେ ଦୂରରୁ ପଥର କାହିଁକି ଅଣାଗଲା? କୁହାଯାଏ ଏହି ପଥର ଗୁଡ଼ିକ ଶକ୍ତି ସଂରକ୍ଷଣ କରିବାରେ ଅଧିକ ସକ୍ଷମ, ଯାହା ମନ୍ଦିର ଭିତରେ ଏକ ସକାରାତ୍ମକ ଶକ୍ତି ତରଙ୍ଗ ସୃଷ୍ଟି କରିଥାଏ। ଏହି ମନ୍ଦିରର ପରିକଳ୍ପନା ପଛରେ ରହିଛି ଜଣେ ବ୍ୟକ୍ତିଙ୍କର ଶ୍ରଦ୍ଧା ଏବଂ ଜଗନ୍ନାଥଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ। ସେ ହେଉଛନ୍ତି ଇମାମି ଗ୍ରୁପର ପ୍ରତିଷ୍ଠାତା। କିନ୍ତୁ ଏହା କେବଳ ଏକ କର୍ପୋରେଟ୍ ପ୍ରୋଜେକ୍ଟ ନଥିଲା। ଶୁଣାଯାଏ ମନ୍ଦିର ସ୍ଥାନ ନିରୂପଣ ବେଳେ କିଛି ଏମିତି ସଂକେତ ମିଳିଥିଲା ଯାହା ପ୍ରମାଣ କରିଥିଲା କି ସ୍ୱୟଂ ମହାପ୍ରଭୁ ଏଇଠାରେ ବିରାଜମାନ ହେବାକୁ ଚାହୁଁଛନ୍ତି। ମନ୍ଦିରର ଚତୁଃପାର୍ଶ୍ୱକୁ ଘେରି ରହିଛି ଗୋଟିଏ ବହୁତ ସୁନ୍ଦର ଏବଂ ବଡ଼ ପାର୍କଟିଏ, ଯେଉଁ ପାର୍କରେ କି ବହୁତ ଗୋଟିଏ କଳାକୃତିର ନମୁନା, ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ ବହୁତ ସୁନ୍ଦର ସୁନ୍ଦର ଗଛ, ଔଷଧୀୟ ଗଛ, ଫୁଲ ଗଛ, ଫଳ ଗଛ ଏଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ଧାଡ଼ି ଧାଡ଼ି କରି ଲଗେଇଥିବାର ଆପଣମାନେ ଦେଖିପାରିବେ। ପୁରା ପାର୍କର ଚତୁଃପାର୍ଶ୍ୱ ଏବଂ ମନ୍ଦିରର ଚତୁଃପାର୍ଶ୍ୱ ଗୁଡ଼ିକ ସୁନ୍ଦର ସୁନ୍ଦର ଲାଇଟ୍ରେ ସୁସଜ୍ଜିତ ହୋଇଅଛି। ଯେହେତୁ ବର୍ତ୍ତମାନ ଖରାବେଳ ସମୟ, ତ ସେଗୁଡ଼ିକ ଜଳୁନାହିଁ, କିନ୍ତୁ ରାତି ସମୟରେ ମନ୍ଦିରର ସୌନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଯିବ, କାରଣ ଏହି ଲାଇଟ୍ ମାନଙ୍କ ପାଇଁ। ଏହି ମନ୍ଦିରର କ୍ୟାମ୍ପସ୍ ଭିତରେ
ଗୋଟିଏ ବଡ଼ ମଣ୍ଡପଟିଏ ରହିଅଛି, ଯେଉଁ ମଣ୍ଡପରେ ବି ଭକ୍ତମାନେ ବା ଆପଣମାନେ ବି ଚାହିଁଲେ ବିବାହ ଉତ୍ସବ କରିପାରିବେ। ଏହି ମନ୍ଦିରର କଳାକୃତି ଏତେ ଯେ ସୁନ୍ଦର, ଆପଣ ଯେକୌଣସି ସାଇଡ଼କୁ ବୁଲିକି ଏହି ମନ୍ଦିରକୁ ଦେଖିଲେ ତା'ର ସୌନ୍ଦର୍ଯ୍ୟ ସିଧାସଳଖ ଆପଣ ଆଖିକୁ ବା ହୃଦୟକୁ ଛୁଇଁବ। ଆପଣମାନେ ଯଦି ଭଲସେ ନିରୀକ୍ଷେଇକି ଦେଖିବେ ତ ଜାଣିପାରିବେ ସେଇ ମନ୍ଦିରର ଆକୃତି ବା ତା'ର ଯେଉଁ କନଷ୍ଟ୍ରକ୍ସନଟା ଗୋଟିଏ ରଥର ଆକୃତି ଭଳି ଚକ ଗୁଡ଼ିକ ଲାଗିଛି ଏବଂ ସେଇ ରଥକୁ ଟାଣିଲା ସଦୃଶ ଆଗରେ ଘୋଡ଼ା ମଧ୍ୟ ନିର୍ମିତ ହୋଇଛି। ତ ଏଠି ମଧ୍ୟ ମହାପ୍ରଭୁଙ୍କର ଖରାବେଳରେ ନୀତି ହୁଏ, ଯେଉଁ ପ୍ରସାଦ ମହାପ୍ରସାଦ ଅଲରେଡ଼ି ବାହାରିଲାଣି। ତ ଚାଲନ୍ତୁ ସେଠି ଟିକେ ଯୋଗାଯୋଗ କରିନେଇ ପ୍ରସାଦ ସେବନ କରିବା, ତାପରେ ରିଟର୍ଣ୍ଣ ଯିବା। ବାରଟିରେ ଦେଖନ୍ତୁ କେତେ ଛୋଟ ଗଛରେ କେତେ ବଢ଼ିଆ ଆମ୍ବଟେ ହେଇଛି। ତ ମୁଁ ଆକ୍ଚୁଆଲି ପୁରା ଖରାବେଳ ସମୟରେ ଆସିକି ପହଞ୍ଚିଛି। ମହାପ୍ରଭୁଙ୍କର ନୀତି ସମୟ ବି ହେଇଗଲାଣି, ଅବଢ଼ା ଅଲରେଡ଼ି ବାହାରିଲାଣି। ତ ଯାହା ହଉ ମୁଁ ଆସିକି ପହଞ୍ଚିଲା ବେଳକୁ ପହଡ଼ ପଡ଼ିବା ପାଇଁ ଆଉ ମାତ୍ର 5 ମିନିଟ୍ ଖଣ୍ଡେ ବାକି ଥାଏ। ଦର୍ଶନ ଟିକେ ହେଲା। ଆଉ ମୂର୍ତ୍ତି ମାନେ ଆପଣ ଦେଖିଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ମନ ମୁଗ୍ଧ ହୋଇଯିବ। ଏଭଳି ଗଢ଼ଣ ହେଇଛି ମହାପ୍ରଭୁ ଜଗନ୍ନାଥଙ୍କର। ବାହାରେ ଏଇ ଯେଉଁ ଜୋତା ଷ୍ଟାଣ୍ଡଟି ସମ୍ପୂର୍ଣ୍ଣ ଫ୍ରି ଜୋତା ଷ୍ଟାଣ୍ଡ ଯେଉଁଠିକି ଆପଣମାନେ ଦେଖୁଛନ୍ତି। ଆଉ ଜୋତା ଷ୍ଟାଣ୍ଡ ସମ୍ମୁଖରେ ଆପଣ ଟଙ୍କ ପାଣି ବି ପାଇବେ, ଯାହା ମାତ୍ର 5 ଟଙ୍କାରେ ଜଣେ ମଉସା ଟଙ୍କ ତୋରାଣି ବିକୁଥିଲେ। ତ ସେଠି ପାଖାପାଖି 4 ଗ୍ଲାସ୍ ଖଣ୍ଡ ଟଙ୍କ ତୋରାଣି ମୁଁ ପିଇଲି। ଖାଇଲା ପରେ ବହୁତ ଶୋଷ ଲାଗୁଥିଲା। ତ ତାପରେ ଏବେ ରିଟର୍ଣ୍ଣ ଯିବା, ସମୟ ବି ବହୁତ ହେଇଗଲାଣି। ତ ଦେଖିବା ଆଉ ଯଦି କିଛି ଜାଗା କଭର୍ କରିହେବ ତ ନେକ୍ସଟ ଆଉ ଗୋଟିଏ ବ୍ଲଗ୍ରେ ମୁଁ ଆପଣମାନଙ୍କୁ ଦେଖେଇବି। ତ ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାନ୍ତୁ। ଯଦି ଆପଣ ଏହି ମନ୍ଦିର ବିଷୟରେ ଆଉ କିଛି ଖାସ୍ କଥା ଜାଣନ୍ତି ତେବେ ଆମ ସହିତ ସେୟାର କରନ୍ତୁ। ଭିଡ଼ିଓଟିକୁ ଲାଇକ୍ କରିବାକୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।